ପଞ୍ଚମ ଶ୍ରେଣୀର ପିଲାମାନେ ସାମାଜିକ ବିଜ୍ଞାନର ଦ୍ୱିତୀୟ ଚାପ୍ଟର ପ୍ରଶ୍ନୋତ୍ତର କରିବେ। ପିଲାମାନେ ଲେଖା ହେଇଛି ଦେଖ ଦ୍ୱିତୀୟ ଚାପ୍ଟର ଏ ନଦୀର କାହାଣୀ। କ'ଣ କରିବା ପିଲାମାନେ? ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଏକ ନଦୀର କାହାଣୀ। ଦେଖ ପିଲାମାନେ ମୁଁ ଗୋଟେ ଗୋଟେ ପ୍ରଶ୍ନର ଉତ୍ତର କରିବି, ଯାହାଦ୍ୱାରା ତୁମକୁ ଅସୁବିଧା ହେବ ନାହିଁ। ମୁଁ ଦେଖିବ ପିଲାମାନେ ପ୍ରତ୍ୟେକ ଭିଡ଼ିଓରେ ମୁଁ ଗୋଟେ ଗୋଟେ ଯାହା ଥିବ ବଡ଼ା ବହି ଭିତରେ ହଉ ଯାହା ହଉ ମୁଁ ଗୋଟେ ଗୋଟେ ପ୍ରଶ୍ନ ଉତ୍ତର କରୁଛି। ତୁମେ ଚାପ୍ଟର 1 ମଧ୍ୟ ଭିଡ଼ିଓ ସେକ୍ସନ୍ ଯାଇକି ଦେଖିପାରିବ। ପ୍ରଶ୍ନ କ'ଣ ହେଇଛି? ନିମ୍ନରେ ଦିଆଯାଇଥିବା ଚିତ୍ର ଦେଖି ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ତ ପିଲାମାନେ ପ୍ରଥମ ପ୍ରଶ୍ନ ଦେଇଛି କ'ଣ? ଗୋଦାବରୀ ନଦୀ କେଉଁ କେଉଁ ରାଜ୍ୟ ଦେଇ ପ୍ରଭାବିତ ହୋଇଛି? ଗୋଦାବରୀ ନଦୀ କେଉଁ କେଉଁ ରାଜ୍ୟ ଦେଇ ପ୍ରଭାବିତ ହୋଇଛି? ତ ପିଲାମାନେ ଏହାକୁ ଦେଖ ଟିକେ ଜୁମ୍ କରିଦେଉଛି, ଲେଖିବା ପାଇଁ ସୁବିଧା ହେବ। ତ ପ୍ରଶ୍ନର ପ୍ରଥମ ଉତ୍ତର ଲେଖିବ ଗୋଦାବରୀ ନଦୀ, ଯାହା ଲେଖା ଅଛି ଗୋଦାବରୀ ନଦୀ ଲେଖିବ। କେଉଁ କେଉଁ ଜାଗାରେ ଉତ୍ତର ଲେଖିବ ପିଲାମାନେ? ଲେଖିବ ମହାରାଷ୍ଟ୍ର। କ'ଣ ଲେଖିବ ପିଲାମାନେ? ମହାରାଷ୍ଟ୍ର। ମୁଁ ଲେଖିଦେଉଛି, ଭଲ କରି ଲେଖିନିଅ। ମହାରାଷ୍ଟ୍ର କମା ତେଲେଙ୍ଗାନା। କ'ଣ ଲେଖିବ? ତେଲେଙ୍ଗାନା। ତେଲେଙ୍ଗାନା। ଆନ୍ଧ୍ରପ୍ରଦେଶ। ଆନ୍ଧ୍ରପ୍ରଦେଶ। ଛତିଶଗଡ଼। କ'ଣ ଲେଖିବ ପିଲାମାନେ? ଛତିଶଗଡ଼। ହେଲା ପିଲାମାନେ, ବୁଝେଇଦେଲି। ଆଉ ଥରେ ପିଲାମାନେ କହିଦେଉଛି, ଭଲ କରି ବୁଝିନିଅ। ପ୍ରଶ୍ନ କ'ଣ ଦେଇଛି? ଗୋଦାବରୀ କେଉଁ କେଉଁ ରାଜ୍ୟ ଦେଇ ପ୍ରଭାବିତ ହୋଇଛି? ତୁମମାନେ ଲେଖିବ ପ୍ରଥମେ ପିଲାମାନେ ଲେଖିଦେବ ଗୋଦାବରୀ ନଦୀ, ଫାଷ୍ଟ ଲେଖିଦେବ ମହାରାଷ୍ଟ୍ର, କମା ଦେବ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଉ ଛତିଶଗଡ଼ ରାଜ୍ୟ ଦେଇ ପ୍ରଭାବିତ ହୋଇଛି। ଦେଖି ପୂର୍ଣ୍ଣଚ୍ଛେଦ ଦେଇଦେବ। 2 ନମ୍ବର ପ୍ରଶ୍ନକୁ ଯିବ ପିଲାମାନେ, କ'ଣ ଦେଇଛି ଦେଖିବା। ଗୋଦାବରୀ ନଦୀରେ ତିଆରି କରାଯାଉଥିବା ଏକ ବନ୍ଧ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ନାମ ଲେଖ। ଯେ ଗୋଦାବରୀ ଯେଉଁ ପିଲାମାନେ ବନ୍ଧ ଅଛି ତାର କ'ଣ ଲେଖିବା? ଗୋଦାବରୀ ତିଆରି କରୁଥିବା ଗୋଟେ ବନ୍ଧ ଅଛି ଏବଂ ତାର ଅଭୟାରଣ୍ୟ ନାମ ଲେଖିବା। ଲେଖିବା ଆମ ପିଲା ହେଉଥିବା ଲେଖିବ ଯାହା ଲେଖା ଅଛି ପିଲାମାନେ। ଗୋଦାବରୀ ନଦୀରେ ତିଆରି ଏକ ବନ୍ଧ, ଏକ ବନ୍ଧର ନାମ ପିଲାମାନେ ଲେଖିବ। କ'ଣ ଲେଖିବ? ବନ୍ଧର ନାମ ହେଉଛି ପୋଲା। କ'ଣ ଲେଖିବ ପିଲାମାନେ? ତା ବନ୍ଧର ନାମ ହେଉଛି ପୋଲାଭରମ। ବନ୍ଧର ନାମ ପିଲାମାନେ ଏଇଟା ହେଉଛି ବନ୍ଧର ନାମ ପୋଲାଭରମ ଡ୍ୟାମ୍। ପୋଲାଭରମ ଡ୍ୟାମ୍। ଓକେ। ଓ ବନ୍ୟପ୍ରାଣୀ ଅଭୟାରଣ୍ୟ ନାମ। ବନ୍ୟପ୍ରାଣୀ ଅଭୟାରଣ୍ୟ ପିଲାର ନାମ ହେଉଛି କୋରିଙ୍ଗା। କ'ଣ ଲେଖିବ ପିଲାମାନେ? କୋରିଙ୍ଗା। କୋକରେ କୋ ରହସ୍ୟରି ୟଙ୍ଗ ଆକାରେ ଗା, କୋରିଙ୍ଗା। ବୁଝିପାରିଲ ପିଲାମାନେ? ତ ପ୍ରଶ୍ନ ଦେଇଥିଲା ଆମର, ଭଲ କରି ବୁଝ ପିଲାମାନେ। ପ୍ରଶ୍ନ ବୁଝ କ'ଣ ଦେଇଛି? ଗୋଦାବରୀ ନଦୀ ଦେଇ ପ୍ରଭାବିତ ହେଉଥିବା ଏକ ବନ୍ଧ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ନାମ ଲେଖ। ଲେଖିବ ପିଲାମାନେ। ଗୋଦାବରୀ ନଦୀରେ ତିଆରି କରାଯାଇଥିବା ଏକ ବନ୍ଧର ନାମ ହେଲା ପୋଲାଭରମ ଡ୍ୟାମ୍ ଓ ବନ୍ୟପ୍ରାଣୀ ଅଭୟାରଣ୍ୟ ନାମ ହେଲା ପିଲାମାନେ କୋରିଙ୍ଗା। କ'ଣ ଲେଖିବ ପିଲାମାନେ? କୋରିଙ୍ଗା। ତାପରେ 3 ନମ୍ବର ପ୍ରଶ୍ନକୁ ଯିବ ପିଲାମାନେ। କ'ଣ ଦେଇଛି ଦେଖିବା। କ'ଣ ଦେଇଛି ପ୍ରଶ୍ନକୁ ଦେଖିବା ପିଲାମାନେ। ଗୋଦାବରୀ ନଦୀରେ ପରିପଥରେ ଅନ୍ୟ ଛୋଟ ନଦୀ ଆସି ମିଶନ୍ତି। ପ୍ରଶ୍ନ କ'ଣ ଅଛି? ଗୋଦାବରୀ ନଦୀର ପରିପଥରେ ଅନ୍ୟ କେଉଁ କେଉଁ ଛୋଟ ନଦୀ, ଅର୍ଥାତ୍ ଗୋଦାବରୀ ନଦୀ ଅଛି ପିଲାମାନେ ନା, ତା ସାଙ୍ଗରେ କେଉଁ କେଉଁ ଛୋଟ ଛୋଟ ନଦୀ ମିଶିଛି। ତ ଲେଖିବ ପିଲାମାନେ, ଉତ୍ତର ଲେଖିବ ପିଲାମାନେ। ଇନ୍ଦ୍ରାବତୀ। କିଏ ମିଶିଛି ପିଲାମାନେ? ଲେଖିବ ଇନ୍ଦ୍ରାବତୀ କମା ସାବରୀ। କ'ଣ ଲେଖିବ? ସାବରୀ ଏବଂ କ'ଣ ଲେଖିବ ପିଲାମାନେ? ମଞ୍ଜିରା। କ'ଣ ଲେଖିବ? ମଞ୍ଜିରା। କ'ଣ ଲେଖିବ? ମଞ୍ଜିରା। ହେଲା। ତ 3ଟି ତାର ଉତ୍ତର ପିଲାମାନେ। ଗୋଦାବରୀ ନଦୀର ଗତିପଥରେ ଅନ୍ୟ କେଉଁ ଛୋଟ ନଦୀ ମିଶିଛନ୍ତି? ଲେଖିବ ଇନ୍ଦ୍ରାବତୀ। ଆଉ ଥରେ କହୁଛି ପିଲାମାନେ, ଇନ୍ଦ୍ରାବତୀ, ସାବରୀ ଆଉ ମଞ୍ଜିରା। ଇନ୍ଦ୍ରାବତୀ, ସାବରୀ, ମଞ୍ଜିରା। ପିଲାମାନେ
ତୁମେ ପାଠ ପଢ଼ିଲା ବେଳେ ବାରମ୍ବାର ଗୋଟେକୁ ପଢ଼। ପ୍ରଶ୍ନ ପଡ଼ିବ ଗୋଦାବରୀ ନଦୀର ଗତିପଥରେ ଅନ୍ୟ କେଉଁ ଛୋଟ ନଦୀ ମିଶିଯାଇଛି? ଲେଖିବ ଇନ୍ଦ୍ରାବତୀ, ସାବରୀ ଏବଂ ମଞ୍ଜିରା। ଇନ୍ଦ୍ରାବତୀ, ସାବରୀ ଏବଂ ମଞ୍ଜିରା। ଏହିପରି ଭାବରେ ତୁମେ ବାରମ୍ବାର ପଢ଼ିବ, ଅଭ୍ୟାସ ହେଇଯିବ। ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ, କ'ଣ ଦେଇଛି ଦେଖିବା। ପ୍ରଶ୍ନକୁ ଯିବା ପିଲାମାନେ, ଏଗୁଡ଼ା ପଢ଼ିଦେବ ତୁମେ। ମୁଁ ପ୍ରଶ୍ନକୁ ପଢ଼ଉଛି ପିଲାମାନେ, ଲକ୍ଷ୍ୟ କରିବା କ'ଣ ଦେଇଛି ଦେଖ ପିଲାମାନେ। ଦେଖ, ବିଭିନ୍ନ ଉପାୟରେ ଜୀବଜନ୍ତୁମାନଙ୍କୁ ମୋର ସହାୟତା। ପ୍ରାଚୀନ କାଳରେ ଲୋକମାନେ ନଦୀ ଏବଂ ଜଳାଶୟ ନିକଟରେ ସେମାନଙ୍କର ଘର ତିଆରି କରିଛନ୍ତି। ଅନୁମାନ କରି କରିପାରିବ କାହିଁକି? ଦେଖ, ପ୍ରାଚୀନ କାଳରେ କାହିଁକି ସେମାନେ ଘର କରୁଛନ୍ତି ତୁମେ ଲେଖିବ। ତ ଏହାର ଉତ୍ତର ପିଲାମାନେ ଲେଖିଦେଉଛି। ଉତ୍ତର ଲେଖିବ କାରଣ। ଏତିକି ଯାହା ଲେଖା ହେଇଛି, ତାପରେ ଲେଖିବ କାରଣ। କ'ଣ ଲେଖିବ ପିଲାମାନେ? କାରଣ ନଦୀ ଗୁଡ଼ିକ, କ'ଣ ଲେଖିବ ପିଲାମାନେ? କାରଣ ନଦୀ ଗୁଡ଼ିକ ପାନୀୟ, କ'ଣ ଲେଖିବ? ନଦୀ ଗୁଡ଼ିକ ପାନୀୟ ଲେଖିବ, କମା ଦେବ, ରୋଷେଇ, ପାନୀୟ। ଭଲ କରି ପିଲାମାନେ ଖାତା କାଢ଼ିକି ତୁମେ ଲେଖିନିଅ। ମୁଁ ଚାହୁଁନି ଯେ ତୁମେ ଗୋଟିଏ ପ୍ରଶ୍ନ ଛାଡ଼। ପାନୀୟ, ରୋଷେଇ ଏବଂ ପରିମଳ ପାଇଁ ମଧୁର ଜଳ ଆବଶ୍ୟକ। ମଧୁର ଜଳ ଆବଶ୍ୟକ ବା ମିଠା ଜଳ। ପିଲାମାନେ ତୁମେ ଜାଣିଛ ପିଲାମାନେ ସାଧାରଣତଃ କ'ଣ ମଧୁର ଜଳ ଆବଶ୍ୟକ ହେଲା। ଲେଖିସାରିଲ। ଦେଖ, ପ୍ରଥମେ ଲେଖିଦେବ ତୁମେ କାରଣ। ଦେଖ, କାହିଁକି ନଦୀ ଗୁଡ଼ିକ କହୁଛି ଦେଖ। କାରଣ ନଦୀ ଗୁଡ଼ିକ ପାନୀୟ, ରୋଷେଇ ଏବଂ ପରିମଳ ମାନେ ଧୁଆଧୁଇ, ସଫାସୁତୁରି ପାଇଁ ମଧୁର ଜଳ ଆବଶ୍ୟକ। ଲେଖିଦେବ। ତାପରେ ପୂର୍ଣ୍ଣଚ୍ଛେଦ ଦେବ। ତାପରେ ଲେଖିବ ଉର୍ବର ମାଟି। ପିଲାମାନେ କ'ଣ ଲେଖିବ? ଉର୍ବର ମାଟି ଓ ଜଳସେଚନ। ଉର୍ବର ମାଟି, ଜଳସେଚନର ସୁବିଧା ପାଇଁ କ'ଣ କରୁଥିଲେ ଲୋକମାନେ? ଚାଷ କରୁଥିଲେ। ତ ପିଲାମାନେ ବୁଝେଉଛି, ଆଉଥରେ ବୁଝେଇ ନିଅ, ଭଲ କରି ବୁଝେଇଲା। ଦେଖ, ପ୍ରାଚୀନ କାଳରେ ଲୋକମାନେ ସର୍ବଦା ନଦୀ କିମ୍ବା ଜଳାଶୟ ନିକଟରେ ସେମାନଙ୍କର ତିଆରି କରୁଥିଲେ ଘର। କାହିଁକି? କାରଣ ନଦୀ ଗୁଡ଼ିକର ଜଳ ପାନୀୟ, ରୋଷେଇ ଏବଂ ପରିମଳ ପାଇଁ ମଧୁର ଜଳ ଆବଶ୍ୟକ। ଦେଖ, ତୁମେ ଘର ପିଇବା ପାଇଁ, ରୋଷେଇବାସ ପାଇଁ ଆଉ ପରିମଳ, ସାଧାରଣତଃ ମିଠା ଜଳ ଆବଶ୍ୟକ, ମଧୁର ଆବଶ୍ୟକ। ଲୁଣି ଜଳ ତ ବ୍ୟବହାର କରିପାରିବ ନାହିଁ। ଆଉ କ'ଣ? ଉର୍ବର ମାଟି, ଜଳସେଚନର ସୁବିଧା ହେତୁ ଲୋକମାନେ ଚାଷବାସ କରୁଥିଲେ। ସଇଲା। ନେକ୍ସଟ ପ୍ରଶ୍ନ କ'ଣ ଅଛି ପିଲାମାନେ ଦେଖିବା ଆମେ। ସଇଲା। ତାପରେ ନେକ୍ସଟ ପ୍ରଶ୍ନକୁ ଯିବା। ଦେଖିବା ପିଲାମାନେ ନେକ୍ସଟ ପ୍ରଶ୍ନରେ କ'ଣ ଅଛି। କ'ଣ ପ୍ରଶ୍ନ ଅଛି ପିଲାମାନେ ଦେଖିବା, ଭଲ କରି ବୁଝିନିଅ। ଗୋଟେ ଉତ୍ତର କହୁଛି ଛାଡ଼ ପିଲାମାନେ। ଗୋଦାବରୀ ନଦୀ ଉପରେ ଲୋକମାନେ ନିର୍ଭର କରୁଥିବା ତିନୋଟି କାର୍ଯ୍ୟ। ଯେ ଗୋଦାବରୀ ନଦୀ ଅଛି ପିଲାମାନେ, ଗୋଦାବରୀ ନଦୀ ଉପରେ ନିର୍ଭର କରି ଲୋକମାନେ ତିନୋଟି କାର୍ଯ୍ୟ କରୁଥିଲେ। ତ କାର୍ଯ୍ୟ ଗୁଡ଼ିକ ଲେଖିବା। ପ୍ରଥମେ କାର୍ଯ୍ୟ ଗୁଡ଼ିକ ମୁଁ କହିଦେଉଛି ପିଲାମାନେ। ଗୋଦାବରୀ ଉପରେ ନିର୍ଭର କରୁଥିବା କାର୍ଯ୍ୟ ଗୁଡ଼ିକ ଆମେ ଲେଖିବା। ତ ଗୋଟେ କରି କାର୍ଯ୍ୟ କହୁଛି, ଲେଖିବ କୃଷି କାର୍ଯ୍ୟ ପାଇଁ। ପିଲାମାନେ ଲେଖିବ କୃଷି କାର୍ଯ୍ୟ ପାଇଁ। କ'ଣ ଲେଖିବ ପିଲାମାନେ? କୃଷି କାର୍ଯ୍ୟ ପାଇଁ। ଭଲ କରି ପିଲାମାନେ ଖାତାରେ ଗୋଲ କରି ଲେଖ। କାର୍ଯ୍ୟ ପାଇଁ ଜଳ ଆବଶ୍ୟକ କରନ୍ତି। ପ୍ରଥମେ ଗଲା ଜଳ ଆବଶ୍ୟକ। 3ଟା ପଏଣ୍ଟ କହିଛି। ଦେଖ, ଆବଶ୍ୟକ କୃଷି କାର୍ଯ୍ୟ ପାଇଁ ତ ଜଳ ନିହାତି ଦରକାର ନା ପିଲାମାନେ। ପିଲାମାନେ ଆବଶ୍ୟକ କରନ୍ତି। ପ୍ରଥମ ପଏଣ୍ଟ ଗଲା। 3ଟା କହିଛି। ତାପରେ ଆଉ କ'ଣ ଲେଖିବ ପିଲାମାନେ? ପାନୀୟ, କମା ଦେବ,
ରୋଷେଇ କ'ଣ ଲେଖିବ ପିଲାମାନେ ରୋଷେଇ ଏବଂ ଧୁଆ ଧୋଇ କ'ଣ ଲେଖିବ ପିଲାମାନେ ଧୁଆ ଧୋଇ ପାଇଁ ଜଳ ଆବଶ୍ୟକ ଲେଖିବ ଜଳ ଆବଶ୍ୟକ ଆବଶ୍ୟକ। ଆଉ କ'ଣ ଲେଖିବ ଏହା ଛଡ଼ା ଗୋଦାବରୀ ନଦୀର ଜଳକୁ ଗୋଦାବରୀ ନଦୀର ଜଳକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରନ୍ତି ଲେଖିବ କରନ୍ତି ବୁଝିପାରିଲେ ପିଲାମାନେ ଟିକେ ବୁଝି ଦେଉଛି ଦେଖ ପ୍ରଶ୍ନ ଆମର ହେଇଥିଲା ଗୋଦାବରୀ ନଦୀର ଲୋକମାନେ ନିର୍ଭର କରନ୍ତି ତିନୋଟି କାମ ଗୋଟେ ଯେଉଁ କୃଷି କାର୍ଯ୍ୟ ନିର୍ଭର କରନ୍ତି ସଇଲା একটা ଆଉ ଗୋଟେ ପାନୀୟ ରୋଷେଇ ଆଉ ଧୁଆ ଧୋଇ ପାଇଁ କାମରେ ହୁଅନ୍ତି ଏହା ଛଡ଼ା ଜଳ ଆବଶ୍ୟକ ଏହା ଛଡ଼ା ଗୋଦାବରୀ ନଦୀର ଜଳକୁ ବିଭିନ୍ନ କାର୍ଯ୍ୟରେ ଲୋକମାନେ ବ୍ୟବହାର କରନ୍ତି। 1 ନମ୍ବର ଗଲା ପିଲାମାନେ 2 ନମ୍ବରକୁ ଯିବା 2 ନମ୍ବର ପ୍ରଶ୍ନ କ'ଣ ଦେଖିବା ପିଲାମାନେ ଗୋଦାବରୀ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକମାନେ କେଉଁ ବୃତ୍ତିରେ ନିୟୋଜିତ ଅର୍ଥାତ୍ ଦେଖ ବୃତ୍ତି ମାନେ ପିଲାମାନେ ହେଉଛି କାମ ଅର୍ଥାତ୍ ଗୋଦାବରୀ ଲୋକମାନେ ହେଉଛି କେଉଁ ବୃତ୍ତି ଉପରେ ଦେଖ ବୃତ୍ତି ମାନେ ସାଧାରଣତଃ ଦେଖ ଶିକ୍ଷକ ବା ମାଟି ଖୋଳିବା ବଢ଼େଇ କାମ ଏଗୁଡ଼ା ବୃତ୍ତି କୁହାଯାଏ ତ ତାଙ୍କର ଜୀବିକା କେଉଁ କାର୍ଯ୍ୟରେ ସେମାନେ ବୃତ୍ତିରେ କରନ୍ତି ଲେଖିବ ଗୋଦାବରୀ ନିକଟରେ ରହୁଥିବା ଲୋକମାନେ ଗୋଦାବରୀ ପିଲାମାନେ ଛାଡ଼ି ଦେଇଛି ନଦୀ ଲେଖିବ ଗୋଦାବରୀ ନଦୀ ନିକଟରେ ରହୁଥିବା ଲୋକମାନେ କ'ଣ ଲେଖିବ ପିଲାମାନେ ଗୋଦାବରୀ ନିକଟରେ ରହୁଥିବା ଲୋକମାନେ କ'ଣ ଲେଖିବ କି ବୃତ୍ତିରେ ପିଲାମାନେ ବିଭିନ୍ନ ବୃତ୍ତି ଲେଖିବ ଲୋକମାନେ ବିଭିନ୍ନ ବୃତ୍ତିରେ କେବଳ ତ ଗୋଟିଏ ତ ବୃତ୍ତି ନୁହେଁ ପିଲାମାନେ ବିଭିନ୍ନ ବୃତ୍ତିରେ ନିୟୋଜିତ ଅଟନ୍ତି ଲେଖିବ ଯାହା କ'ଣ ଲେଖିବ ପିଲାମାନେ କ'ଣ ଲେଖିବ ଯାହା ଲେଖିବ କୃଷି କମା ଦେବ ଜୀବିକା ଜୀବିକା ଏବଂ ପରିବହନ ପାଇଁ ସଇଲା ତାପରେ ଲେଖିବ ହେଲା ପ୍ରଶ୍ନ କ'ଣ ଥିଲା ଗୋଦାବରୀ ନିକଟସ୍ଥ ଅଞ୍ଚଳ ଲୋକମାନେ କେଉଁ ବୃତ୍ତିରେ ନିଅନ୍ତି ତ ଗୋଦାବରୀ ନିକଟରେ ରହୁଥିବା ଲୋକମାନେ ବିଭିନ୍ନ କାର୍ଯ୍ୟ ନିୟୁକ୍ତ ଅଟନ୍ତି ଯାହା କୃଷି ଜୀବିକା ପରିବହନ ପାଇଁ ନଦୀ ଉପରେ ନିର୍ଭର କରନ୍ତି ସେମାନେ ସବୁ ନଦୀ ଉପରେ ନିର୍ଭର କରନ୍ତି ଫାର୍ଷ୍ଟ ଏଟା ଲେଖିଦେଲ ପିଲାମାନେ ଟିକେ ତୁମେ ବଡ଼ ଭଲ କରି ଲେଖିଲେ ଟିକେ ମାର୍କ ପାଇବ ଦେଖ ବୁଝି ଦେଖ ଆମର ପ୍ରଶ୍ନ ହେଇଥିଲା ଗୋଦାବରୀ ନଦୀ ଉପରେ ମାନେ ଗୋଦାବରୀ ନଦୀ ପାଖରେ ଅଞ୍ଚଳରେ ଲୋକମାନେ କେଉଁ ବୃତ୍ତିରେ ଅର୍ଥାତ୍ କେଉଁ କାମରେ ନିୟୋଜିତ ହୁଅନ୍ତି ତ ପିଲାମାନେ ମୁଁ ଆନ୍ସର କ'ଣ କହିଲି ଶୁଣ ଗୋଦାବରୀ ଏଠି ନଦୀ ଛାଡ଼ିଦେଲି ନଦୀ ଲେଖିଛି ନିକଟରେ ରହୁଥିବା ଲୋକମାନେ ବିଭିନ୍ନ ବୃତ୍ତିରେ ନିୟୋଜିତ ଅଟନ୍ତି ଯାହା କ'ଣ ଲେଖିବ ପିଲାମାନେ ଯାହା ହେଉଛି କୃଷି ଜୀବିକା ଏବଂ ପରିବହନ ପାଇଁ ନଦୀ ଉପରେ ନିର୍ଭର କରନ୍ତି ସଇଲା ଲେଖି ଚାଲ ତାପରେ କ'ଣ ଲେଖିବ ପିଲାମାନେ ଲେଖିଦେଉଛି ଲେଖିଲି ତାପରେ ଲେଖିବ କ'ଣ ଲେଖିବ ପିଲାମାନେ ବୃତ୍ତି ଗୁଡ଼ିକ ହେଲା ପିଲାମାନେ କ'ଣ ଲେଖିବ ବୃତ୍ତି
ଗୁଡ଼ିକ ହେଲା, ସେଇଟା ଲେଖି ସାରିଲା ପରେ ଲେଖିବ ବୃତ୍ତି ଗୁଡ଼ିକ ହେଲା। ବୃତ୍ତି ଗୁଡ଼ିକ ହେଲା, ବୃତ୍ତି ଗୁଡ଼ିକ ପିଲାମାନେ ହେଲା ଲେଖିବ। ଟିକେ ଗାର ଦେବ, ଟିକେ ଗାର ଦେବ ପିଲାମାନେ, ଭଲସେ ଲିଭେଇ ଦେଉଛି, ଗାର କରିଦେବ। ବୃତ୍ତି ଗୁଡ଼ିକ ହେଲା କୃଷି, କୈରୁ କ୍ରୁ ମୁଦ୍ରେ କୃଷି କାର୍ଯ୍ୟ, କୃଷି କାର୍ଯ୍ୟ କମା ଦେବ, ମତ୍ସ୍ୟ ଚାଷ, ଶିଳ୍ପ କାର୍ଯ୍ୟ, ଶିଳ୍ପ କାର୍ଯ୍ୟ ଏବଂ ତୀର୍ଥଯାତ୍ରୀଙ୍କୁ ସେବା, ସେବା ଯୋଗାଇବା। ସେମାନେ ଏଇସବୁ କାମ କରନ୍ତି, ତୀର୍ଥଯାତ୍ରୀଙ୍କୁ ସେବା ମାନେ ଯୋଗାଇବା, ଏଇସବୁ ସେମାନେ ବୃତ୍ତିରେ ଗଣନ୍ତି। କ'ଣ ମୁଁ ପ୍ରଥମେ ଲେଖିଦେଲେ ତାର ବୃତ୍ତି ଗୁଡ଼ିକ ପିଲା ଲେଖିବ। କୃଷି କାର୍ଯ୍ୟ ଚାଷ କରନ୍ତି, ମାଛ ଚାଷ କରନ୍ତି, ମତ୍ସ୍ୟ ଚାଷ ଆଉ ଶିଳ୍ପ କାର୍ଯ୍ୟ ଏବଂ ତୀର୍ଥଯାତ୍ରୀ ସେବା ଯୋଗାଇବା ସେମାନେ କାର୍ଯ୍ୟ କରନ୍ତି। ତ ପିଲାମାନେ ଯେଉଁମାନେ ବୁଲତି ଆନ୍ତି ସେଠିକୁ, ସେମାନେ ସବୁ ଗାଇଡ଼ କରନ୍ତି ବା ସେହିପରି ଭାବରେ ତାମାନେ ରୋଜଗାର କରନ୍ତି। ନେକ୍ସଟ ପ୍ରଶ୍ନ ଯିବା ପିଲାମାନେ, କ'ଣ ଦେଇଛି ଦେଖିବା। ଗୋଦାବରୀ ନଦୀ କୂଳରେ କେଉଁ କେଉଁ ଫସଲ ହେଉଥିବାର ଜାଣିଛ? ଯେ ଗୋଦାବରୀ ନଦୀ କୂଳରେ ପିଲାମାନେ କେଉଁ କେଉଁ ଫସଲ ହେଉଥାଏ? ତ ଲେଖିବ ଭଲ କରି ପୁରା ବାକ୍ୟ ସବୁବେଳେ ଲେଖିବ ଗୋଦାବରୀ, ଗୋକାରେ ଗୋ, ଗୋଏକାରେ ଗୋ, ଦୋକାରେ ଦା, ବୋରି, ଗୋଦାବରୀ ନଦୀ କୂଳରେ, ଗୋଦାବରୀ ନଦୀ କୂଳରେ କ'ଣ ଲେଖିବ ପିଲାମାନେ? ନଦୀ କୂଳରେ ହେଉଛି ଧାନ, କମା ଦେବ ପିଲାମାନେ, ଗହମ ଲେଖିବ, ଧାନ, ଗହମ, କମା ଦେବ, ଆଖୁ, ଫଳ ଏବଂ କ'ଣ ଲେଖିବ ପିଲାମାନେ? ଏବଂ ପନିପରିବା, ପିଲାମାନେ ପନିପରିବା ଆଦି ଫସଲ ହୋଇଥାଏ। ଥାଏ। ତ ବୁଝାଉଛି ପିଲାମାନେ କ'ଣ ଦେଇଛି ପ୍ରଶ୍ନ ଆମର? ଯେ ଗୋଦାବରୀ ନଦୀ କୂଳରେ କେଉଁ କେଉଁ ଫସଲ ହେଉଥିବ ଜାଣିଛୁ? ମାନେ ଗୋଦାବରୀ ଯେଉଁ ଅଛି ପିଲାମାନେ ନଦୀ ପାଖରେ କେଉଁ କେଉଁ ଫସଲ ହୁଏ? ଲେଖିବ ଗୋଦାବରୀ ନଦୀ କୂଳରେ ଧାନ, ଗହମ, ଆଖୁ, ଫଳ ଏବଂ ପନିପରିବା ଆଦି ଫସଲ ହୋଇଥାଏ। ସଇଲା ପିଲାମାନେ, ନେକ୍ସଟ ପ୍ରଶ୍ନକୁ ଯିବା। କ'ଣ ଅଛି ପିଲାମାନେ ଦେଖିବା। ତୁମ ଅଞ୍ଚଳରେ କେଉଁ କେଉଁ ଫସଲ ଚାଷ କରାଯାଏ? ଜଳସେଚନ ପାଇଁ କେଉଁଠାରୁ ଆସିଥାଏ? ଯେ ତୁମ ଅଞ୍ଚଳରେ କି କି ଫସଲ ଚାଷ କରନ୍ତି ପିଲାମାନେ, ଆଉ ସେଇ ସବୁ ଫସଲ ଚାଷ ପାଇଁ କେଉଁଥିରୁ ତୁମର ସବୁ ପାଣି ଆସିଥାଏ? ଯେ ଚାଷ ପାଇଁ ତ ନିହାତି ପାଣି ଦରକାର, ତ କେଉଁଠାରୁ ତୁମର ପାଣି ଆସିଥାଏ ତାକୁ ଆଲୋଚନା ଆମେ କରିବା। ଲେଖିବ ଆମ ଅଞ୍ଚଳରେ, କ'ଣ ଲେଖିବ ପିଲାମାନେ? ଆମ ଅଞ୍ଚଳରେ, କ'ଣ ଲେଖିବ ପିଲାମାନେ? ଧାନ, କମା ଦେବ ପିଲାମାନେ, ଲେଖିବ ଗହମ, ଧାନ, ଗହମ, କମା ଦେବ, ଆଖୁ, ଧାନ, ଗହମ, ଆଖୁ, ଚିନାବାଦାମ ବା ଦାମ, ଚିନାବାଦାମ, କମା ଦେବ ପିଲାମାନେ, ଲେଖିବ ମକା, ବାଜରା ଏବଂ ପନିପରିବା ଆଦି ଫସଲ ଟିକେ ପିଲାମାନେ ଫସଲ ଚାଷ ହୋଇଥାଏ। ଲେଖା ହେଇଥିଲା ପ୍ରଶ୍ନ, ଫସଲ ଚାଷ ହୋଇଥାଏ। ହେଇଗଲା, ପ୍ରଥମ ପ୍ରଶ୍ନ ଉତ୍ତର ହେଇଗଲା ହୋଇଥାଏ।
ତ ପିଲାମାନେ ମୁଁ କହିଦେଉଛି, ଦେଖ ମୁଁ ପ୍ରତ୍ୟେକରେ ବୁଝେଉଛି। ଦେଖ ଲେଖା ହେଇଥିଲା ତୁମ ଅଞ୍ଚଳରେ କେଉଁ କେଉଁ ଫସଲ ଚାଷ ହୋଇଥାଏ, ଲେଖିବ ଆମ ଅଞ୍ଚଳରେ ଧାନ, ଗହମ, ଆଖୁ, ଚିନାବାଦାମ, ମକା, ବାଜରା ଏବଂ ପନିପରିବା ଆଦି ଫସଲ ଚାଷ ହୋଇଥାଏ। ଲେଖି ସାରିଲା ପିଲାମାନେ। ତାପରେ ପ୍ରଶ୍ନ କ'ଣ ଦେଇଥିଲା ପିଲାମାନେ, ଜଳସେଚନ ପାଇଁ ମାନେ ପାଣି ଦେବା ପାଇଁ। ଦେଖ ଚାଷ ତ କଲେ କାହିଁ ହବନି, ଗଛ ଲଗେଇଲେ ଗଛ ତ ମରିଯିବ ନା, ପାଣି ନିହାତି ଦରକାର। ତ ଜଳସେଚନ ପାଇଁ ଜଳ କେଉଁଠାରୁ ଆସିଥାଏ? ତ ଜଳ କେଉଁଠାରୁ ଆସିଥାଏ? ତୁମର ଅଞ୍ଚଳ କେଉଁଠି ଜଳ ଆସିଥାଏ ପିଲାମାନେ ଲେଖିବ। ଲେଖି ଦେଉଛି ପିଲାମାନେ, ଲେଖିବ ଜଳସେଚନ ପାଇଁ କ'ଣ ଲେଖିବ ପିଲାମାନେ, ଜଳ ସେଚନ ପାଇଁ, ଜଳସେଚନ କୋଉଠି ଲେଖିବ ପିଲାମାନେ, ଜଳସେଚନ ପାଇଁ ସାଧାରଣତଃ କ'ଣ ଲେଖିବ ପିଲାମାନେ, ଜଳସେଚନ ପାଇଁ ସାଧାରଣତଃ ଆମର କାହା ଉପରେ ନିର୍ଭର କରେ ବେଶୀ ପିଲାମାନେ, ବର୍ଷା ଜଳ ଆମ ଅଞ୍ଚଳ ଲୋକମାନେ ବର୍ଷା ଜଳ ଆଉ କାହା ଉପରେ ନିର୍ଭର କରେ ପିଲାମାନେ, ଆମେ ହେଉଛି ପୋଖରୀ ଜଳ ବି ଆମେ ଦେଉଛେ ଗଛରେ, ପୋଖରୀ ଜଳ, ବର୍ଷା ଜଳ, ପୋଖରୀ ଜଳ ଏବଂ କାହା ପିଲାମାନେ, ଆଉ କାହା ଉପରେ, କେନାଲ ଉପରେ ନିର୍ଭର କରୁ। କାହା ଉପରେ ପିଲାମାନେ, କେନାଲ ଉପରେ ନିର୍ଭର କରୁ। ଓକେ, ଏତିକି ହେଲା ତାର ଉତ୍ତର। ପିଲାମାନେ ବୁଝିପାରିଲ। ନେକ୍ସଟ 4 ନମ୍ବର ସରିଲା। ତାପରେ ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ପ୍ରଶ୍ନ କ'ଣ ଦେଖିବା ପିଲାମାନେ, କ'ଣ ଅଛି ଦେଖିବା। ଯାହାର ପ୍ରଶ୍ନ ଟିକେ ପିଲାମାନେ ଦେଖିଦେଉଛି ପ୍ରଶ୍ନ କ'ଣ ଅଛି। ହଁ, ଏଠି ପ୍ରଶ୍ନ ଅଛି, ଲେଖ। ଦେଖ ପିଲାମାନେ ମୁଁ ଗୋଟେ ଆନ୍ସର କରୁଛି, ଭଲ କରି ଖାତାରେ ଲେଖିଦ, ନ ବୁଝିଲେ ମୋତେ ପଚାରିବ। ନଦୀ ବନ୍ଧ ନିର୍ମାଣ ହେବା ପରେ କେଉଁ ସବୁ ସମସ୍ୟା ହୋଇପାରେ, ସେଗୁଡ଼ିକ ସମସ୍ୟାର ସମାଧାନ କିପରି କରି। ଦେଖ ନଦୀ ବନ୍ଧ ହେଲା ପରେ ଅଟୋମେଟିକ୍ ସମସ୍ୟା ହେବ ନା, ତ କେଉଁ ସମସ୍ୟା ହେବ ଏବଂ ତାହାର ନିରାକରଣ ବା କିପରି ସମାଧାନ କରିବ ତାହା ଆଲୋଚନା କରିବା। ପିଲାମାନେ କ'ଣ ଲେଖିବ ପିଲାମାନେ, ଲେଖିବ, ମୁଁ ଭଲ କରି ଲେଖିଦେଉଛି, ଲେଖିଦିଅ। ଲେଖିବ ନଦୀ ବନ୍ଧ, ଖାତା କାଢ଼ିକି ଲେଖ ପିଲାମାନେ। ନଦୀ ବନ୍ଧ ନିର୍ମାଣ ହେବା ପରେ କ'ଣ ହେବ ପିଲାମାନେ, ତାହା ନଦୀ ବନ୍ଧ ହେଇଗଲା, ତାହା କ'ଣ ଲେଖିବ, ତାହା ନଦୀର କ'ଣ ଲେଖିବ, ନଦୀର ଗତିପଥକୁ ଅବରୋଧ କରିବ। ଦେଖ ନଦୀକୁ ତ ତୁମେ ଘେରିଦେବ, ଅବରୋଧ ଅଟୋମେଟିକ୍ ହେବ ନା, ଅବରୋଧ କରେ ଏବଂ ଲେଖ ପିଲାମାନେ, ଯେଉଁ ସ୍ଥାନ ପଶୁ ପକ୍ଷୀ ଏବଂ ଲୋକମାନଙ୍କର ବାସସ୍ଥାନ ଥାଏ, ଯେଠି ପଶୁ ପକ୍ଷୀ ଥିବ, ବାସସ୍ଥାନ ଥିବ, ତାହା କ'ଣ ହେଇଯିବ ପିଲାମାନେ, ତାହା ଜଳମଗ୍ନ ହେଇଯିବ, ମାନେ ବୁଡ଼ିଯିବ, ଜଳମଗ୍ନ ହୋଇଯାଏ। ବୁଝିପାରିଲେ ପିଲାମାନେ, ଟିକେ ବୁଝି ଦେଉଛି ଆଗେ, ତୁମେ ବୁଝ। ପ୍ରଶ୍ନ କ'ଣ ଥିଲା, ନଦୀ ବନ୍ଧ ନିର୍ମାଣ ହେବା ପରେ କେଉଁ ସବୁ ସମସ୍ୟା ହେବ। କେଉଁ ସମସ୍ୟା ହେବ ଲେଖିବ, ନଦୀ ବନ୍ଧ ନିର୍ମାଣ ହେବା ପରେ ତାହା ନଦୀର ଗତିପଥକୁ ଅବରୋଧ କରେ ଏବଂ ଯେଉଁ ସ୍ଥାନ ପଶୁପକ୍ଷୀ ଏବଂ ଲୋକମାନଙ୍କର ବାସସ୍ଥାନ ଥାଏ ତାହା ଜଳମଗ୍ନ ହୋଇଯାଏ। ତ ପିଲାମାନେ କ'ଣ କରିବ, ତାପରେ ପ୍ରଶ୍ନ କ'ଣ ହେଇଥିଲା ଯେ ତାହାର ସେଗୁଡ଼ିକର ସମାଧାନ କିପରି କରାଯାଇପାରିବ। ତ ତାହାର ସମାଧାନ ଗୁଡ଼ିକ କିପରି କ'ଣ କରିବ ପିଲାମାନେ, ଲେଖିବ, ଯେଉଁ
ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି, ମାନେ ଯାହାର କ୍ଷତି ହେଇଥିବ, ଲୋକମାନଙ୍କର ଘର ଦ୍ୱାର ଜଳବଣୀତ ନଷ୍ଟ ହେଇଥିବ, ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ଅନ୍ୟତ୍ର ମାନେ ପିଲାମାନେ ଅନ୍ୟ ଜାଗାକୁ, ଓକେ, ଅନ୍ୟତ୍ର ଏକ ସୁରକ୍ଷିତ ସ୍ଥାନରେ, କ'ଣ ଲେଖିବ ପିଲାମାନେ, ମାନେ ତାକୁ ଦେଖ, ସେମାନଙ୍କ ଘର ଦ୍ୱାରା ବୁଡ଼ିଯାଇଛି, ତ ସେମାନଙ୍କୁ ଅଲଗା ଜାଗାକୁ ନେବାକୁ ପଡ଼ିବ ନା, ନହେଲେ ଆଉ ବେଶୀ କ୍ଷତି ହେବ, ସେମାନେ ଜୀବନ ଚାଲିଯାଇପାରେ। ତ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ଅନ୍ୟତ୍ର ଏକ ସୁରକ୍ଷିତ ସ୍ଥାନରେ ରଖିବା, କ'ଣ କରିବା, ରଖିବା ଏବଂ କ'ଣ କରିବ, ଏବଂ ସେମାନଙ୍କର ଉତ୍ତମ ଜୀବନ ଧାରଣର ସମସ୍ତ ବ୍ୟବସ୍ଥା କରିବା। ଦେଖ, ସେମାନଙ୍କୁ ଆମେ ଭଲ ଜାଗାକୁ ନେଇଯିବା ଏବଂ ସେମାନଙ୍କୁ ଉପଯୁକ୍ତ କ'ଣ କରିବା, ବ୍ୟବସ୍ଥା କରିବା। ଓକେ, ସେମାନଙ୍କୁ କ'ଣ କରିବା, ଉପଯୁକ୍ତ ବ୍ୟବସ୍ଥା କରିବା। ତ ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ, ନେକ୍ସଟ ପ୍ରଶ୍ନ କ'ଣ ଅଛି ଆମେ ଦେଖିବା। ଯେ ପ୍ରଶ୍ନପତ୍ର ପିଲାମାନେ ଭଲ କରି ବୁଝିପାରୁଛ, ଯାହାର କ'ଣ ହେଉଛି ତୁମେ ଉତ୍ତର ଗୁଡ଼ିକ କ'ଣ କରିବ, ଆମେ ଲେଖିପାରିବା। ଉତ୍ତର କ'ଣ କରିବା, ଉତ୍ତର ଗୁଡ଼ିକ ଦେଖିପାରିବା। ଏବଂ ଦେଖ ପିଲାମାନେ, ପ୍ରଶ୍ନ ଗୁଡ଼ା କ'ଣ ଦେଇଛି ଦେଖ, ଆମେ ଉତ୍ତରକୁ ନେକ୍ସଟ ପ୍ରଶ୍ନକୁ ଯିବା। କ'ଣ ଦେଖିବା, ପ୍ରଶ୍ନ କ'ଣ ଅଛି, ଲେଖ। କ'ଣ ଅଛି ପିଲାମାନେ, ଦେଖ, ଆମେ କ'ଣ ଦେଇଛି ପିଲାମାନେ, ଦେଖ, ଆମେ ଯେଉଁ ପ୍ଲାଷ୍ଟିକ ଖୋଳ ବା ମୁଣି ଇତ୍ୟାଦି ଅଳିଆ ଗୁଡ଼ିକ ଫିଙ୍ଗିଥାଉ ତାହା କେଉଁଠାରେ ଜମା ହୁଏ। ଦେଖ, ଆମେ ଯେଉଁ ପ୍ଲାଷ୍ଟିକ, ତୁମେ ଘରେ ଯେଉଁ ପ୍ଲାଷ୍ଟିକ ଜରି, ଖାଇବା ଆଣୁଛ, ଚକୋଲେଟ୍, ବିସ୍କୁଟ ଜରି ଇତ୍ୟାଦିକୁ ତୁମେ କେଉଁଠି ଫିଙ୍ଗିଥାଉ, ଆଉ ସେଗୁଡ଼ିକ ପିଲାମାନେ କେଉଁଠାରେ ଜମା ହୁଏ। ତ ପିଲାମାନେ ଏହାର ଆନ୍ସର ତୁମେ ଲେଖିବ। କ'ଣ ଲେଖିବ, ଦେଖ, ଲେଖିବ ଭଲ କରି ପିଲାମାନେ ଲେଖିବ, ଯାହା ଲେଖା ଅଛି ଏଇଠାରୁ ଲେଖିଦେବ। ଆମେ ଯେଉଁ ପ୍ଲାଷ୍ଟିକ ଖୋଳ ବା ମୁଣି ଇତ୍ୟାଦିକୁ ଅଳିଆ ଗୁଡ଼ିକ ଫିଙ୍ଗିଥାଉ ତାହା କେଉଁଠାରେ ଜାଗାରେ ଉତ୍ତର ଲେଖିବ ପିଲାମାନେ, ଲେଖିବ ନଦୀରେ, ନଦୀରେ ଜମା ହୁଏ। ପୁରା ଲେଖୁନି, ମୁଁ ଏତିକି ଲେଖିଲି, ତୁମେ ଲେଖିବ। ତ କହିଦେବି, ଦେଖ, ପ୍ରଶ୍ନ କ'ଣ ହେଇଥିଲା, ଆମେ ଯେଉଁ ପ୍ଲାଷ୍ଟିକ ଖୋଳ ବା ମୁଣି ଇତ୍ୟାଦିକୁ ଅଳିଆ ଗୁଡ଼ିକ ଫିଙ୍ଗିଥାଉ ତାହା କେଉଁଠାରେ ଜମା ହୁଏ। ତୁମେ ଲେଖିବ, ପୁରାଟା ଲେଖିବ। ଏଇଟା, ଆମେ ଯେଉଁ ପ୍ଲାଷ୍ଟିକ ଖୋଳ ବା ମୁଣି ଇତ୍ୟାଦି ଅଳିଆ ଗୁଡ଼ିକୁ ଫିଙ୍ଗିଥାଉ ତାହା କେଉଁଠାରେ ଜାଗାର, ଏଇ ଉତ୍ତର ଲେଖିବ। କ'ଣ ଲେଖିବ, ନଦୀରେ ଜମା ହୁଏ, ପୂର୍ଣ୍ଣଚ୍ଛେଦ ସଇଲା। ତାପରେ 2 ନମ୍ବର ପ୍ରଶ୍ନକୁ ଯିବା। 2 ନମ୍ବର ପ୍ରଶ୍ନ କ'ଣ ଅଛି ପିଲାମାନେ, ଆମେ ଦେଖିବା। କ'ଣ ଅଛି ଦେଖ ପିଲାମାନେ, 2 ନମ୍ବର ପ୍ରଶ୍ନକୁ ଆମେ ଯିବା। ଦେଖ, ତୁମ ଘରେ କି ପ୍ରକାର ସାବୁନ, ଶ୍ୟାମ୍ପୁ କିମ୍ବା ଚଟାଳ ସଫା କରିବା ଦ୍ରବ୍ୟ ପ୍ରାକୃତିକ କିମ୍ବା ବଜାରରୁ କିଣି ବ୍ୟବହାର କରାଯାଏ। ମଇଳା ଜଳ ସହିତ ଏସବୁ କେଉଁଠାରେ ଯାଇଥାଏ। ଲେଖିବ ପିଲାମାନେ, ଯାହା ଲେଖା ହେଇଛି ତୁମେ ଲେଖ, ତୁମ ଘରେ ସାବୁନ ପାଇଁ ବ୍ୟବହାର କରିଥାଏ। ତ ଲେଖିବ ଆମ ଘରେ ଚଟାଣ ସଫା କରିବା ପାଇଁ କ'ଣ କରୁ ପିଲାମାନେ, ଫିନାଇଲ, କ'ଣ ଲେଖିବ ପିଲାମାନେ,
ଫି ଦନ୍ତେନେକ ନା ଇଲ୍ ଫିନାଇଲ୍ ବ୍ୟବହାର କରୁ। ଫିନାଇଲ୍ ବ୍ୟବହାର ଫିନାଇଲ୍ ବ୍ୟବହାର ତୁମ ଘରେ ଫିନାଇଲ୍ ବ୍ୟବହାର କର। ଫିନାଇଲ୍ ବ୍ୟବହାର କରୁ। ପୂର୍ଣ୍ଣଚ୍ଛେଦ। ତାପରେ ହେଇଛି ମଇଳା ଜଳ ସହିତ ଏସବୁ କେଉଁଠାକୁ ଯାଏ? ଲେଖିବ ମଇଳା ଜଳ ସହ କ'ଣ ଲେଖିବ ପିଲାମାନେ? ଲେଖିବ ମଇଳା ହର୍ଷଇ ଳକାଳା ମଇଳା ଜଳ ସହ ଏହି ସବୁ ଡ୍ରେନ୍କୁ ଯାଏ। କେଉଁଠି ଯାଏ ପିଲାମାନେ? ଡ୍ରେନ୍କୁ ତାପରେ ମୁଁ ଲେଖିଦେଉଛି ଜାଗା ଧରୁନି, ଏଠି ଲେଖିଦେଉଛି ଯାଏ। ତ ବୁଝେଇ ହେଉଛି ପିଲାମାନେ। ପ୍ରଶ୍ନଟା ବୁଝ। କ'ଣ ପ୍ରଶ୍ନ ହେଇଥିଲା? ତୁମ ଘରେ କି ପ୍ରକାର ସାବୁନ, ଶ୍ୟାମ୍ପୁ କିମ୍ବା ଚଟାଣ ସଫା କରିବା ପାଇଁ ପ୍ରାକୃତିକ ବଜାରରୁ କିଣି ଆଣ ବ୍ୟବହାର କରିଥାଉ? ମଇଳା ଜଳ ଗୁଡ଼ିକ କେଉଁଠାରେ? ଆମ ଘରେ ସାଧାରଣତଃ କ'ଣ ଚଟାଣ କରିବା ପାଇଁ ଫିନାଇଲ୍ ବ୍ୟବହାର କରୁ। ମଇଳା ଜଳ ସହିତ ଏସବୁ ଡ୍ରେନ୍କୁ ଯାଏ। ସଇଲା। ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନ କ'ଣ ଅଛି ପିଲାମାନେ ଦେଖିବା। ଟିକେ ପିଲାମାନେ ପ୍ରଶ୍ନକୁ ଯିବା। ହଁ, ଏଠି ପ୍ରଶ୍ନ ଦେଇଛି। କ'ଣ ଦେଖିବା ପ୍ରଶ୍ନ ଦେଇଛି ପିଲାମାନେ? ଜଳରେ ଦ୍ରବୀଭୂତ ହେଉଥିବା ଜଳରେ କ'ଣ କ'ଣ ମିଶିଥାଏ? ଜଳରେ କ'ଣ କ'ଣ ମିଶିଥାଏ ପିଲାମାନେ? ଚିନି ମିଶିଥାଏ। କ'ଣ ଲେଖିବ? ଜଳରେ ପିଲାମାନେ ଚିନି ଚିନି ମିଶିଥାଏ। କମା ଦବ। ମିଶ୍ରି ମିଶିଥାଏ। ଆଉ କ'ଣ ପିଲାମାନେ? ଅମୁଲ ମିଶିଥାଏ। ଓକେ। ଆଉ ପିଲାମାନେ କ'ଣ ମିଶିଥାଏ? ଲେଖିବ ତୁମେ ଜଳରେ କ'ଣ କ'ଣ ମିଶିଥାଏ। ତୁମ ଘରେ କ'ଣ କ'ଣ ମିଶିଥାଏ ଲେଖିପାରିବ। ଆଉ ହେଉଛି ତୁମର କ'ଣ ମିଶିଥାଏ? ହର୍ଲିକ୍ସ ମିଶିଥାଏ। ହେଲା। ଏତିକି ତୁମର ଜଳରେ କ'ଣ କ'ଣ ମିଶିଥାଏ ତୁମେ ଲେଖିପାରିବ। ଓକେ। ଆଉ ତୁମର ଯଦି କେଉଁ ଜିନିଷ ମିଶେ ତୁମେ ମନେ କରିକି ତୁମେ ଲେଖିପାରିବ। ଓକେ। ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନରେ କ'ଣ ଦେଇଛି ପିଲାମାନେ? ଜଳରେ ଦ୍ରବୀଭୂତ ମାନେ ଜଳରେ କେଉଁଟା ମିଶେ ନାହିଁ? ଜଳରେ କେଉଁଟା ମିଶେ ନାହିଁ ପିଲାମାନେ? ଲେଖିବ ଜଳରେ କ'ଣ କ'ଣ ମିଶେ ନାହିଁ ତୁମେ ଜାଣିଛ? ବାଲି। କ'ଣ ଲେଖିବ? ବାଲି, ଗୋଡ଼ି, ପତ୍ର, କୁଟା, କାଠି, ସୋଲ ଇତ୍ୟାଦି ଦ୍ରବୀଭୂତ ବା ମିଶେ ନାହିଁ। ସଇଲା। ତାପରେ ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନ ଅଛି କ'ଣ ଦେଖିବା ପିଲାମାନେ? ଟିକେ ପିଲାମାନେ ପ୍ରଶ୍ନକୁ ଯାଉଛି। ଏଠି ଦେଇଛି ଲେଖ ତୁମ ନିଜ ଆଖପାଖରେ ଥିବା ଜଳାଶୟ ସୁରକ୍ଷା ପାଇଁ 3ଟି ପଦକ୍ଷେପ। ତୁମର ଜଳାଶୟ ଅଛି, ସୁରକ୍ଷା ପାଇଁ 3ଟା ପଦକ୍ଷେପ। ପ୍ରଥମେ କ'ଣ କରିବ ପିଲାମାନେ? ପଦକ୍ଷେପ 1ରେ ଲେଖିବ ପିଲାମାନେ କ'ଣ କରିବା? ଅଳିଆ ଆବର୍ଜନା ପକାଇବା ନାହିଁ। ଅଳିଆ ଆବର୍ଜନା ପକାଇବା ନାହିଁ। ପୂର୍ଣ୍ଣଚ୍ଛେଦ ହେବ। 2ରେ ଲେଖିବ ଲୁଗା। କ'ଣ ଲେଖିବ ପିଲାମାନେ? ଲୁଗା ଓ ବାସନ ଧୋଇବା ନାହିଁ। ଲୁଗା ବାସନ ସେଠି ଧୋଇବ ନାହିଁ। ଓକେ। ପୂର୍ଣ୍ଣଚ୍ଛେଦ। ଆଉ କ'ଣ ଲେଖିବ? ଗାଈ ଗୋରୁଙ୍କୁ ଗାଧୋଇବା ନାହିଁ। ଆଉ ଗୋଟେ ତୁମେ ଲେଖିବ ପିଲାମାନେ କ'ଣ ଲେଖିପାରିବ? ନଳିତା ବିଡ଼ା ପଚେଇବା ନାହିଁ। ତୁମେ ପଢ଼ିଥିଲ 4th ଶ୍ରେଣୀ ନଳିତା ବିଡ଼ା ପଚେଇବା ନାହିଁ। ତ ଏତିକି ହେଲା ତୁମର ଉତ୍ତର। ତ ବୁଝେଉଛି ପିଲାମାନେ, ବୁଝିନିଅ। ଦେଖ କ'ଣ ଦେଇଥିଲା ପିଲାମାନେ? ଆମେ ଦେଖିବା। ଦେଖ ତୁମ ନିଜ ଆଖପାଖରେ ଥିବା
ଜଳାଶୟର ସୁରକ୍ଷା ପାଇଁ 3ଟି ପଦକ୍ଷେପ। ପ୍ରଥମ ଲେଖିବ ପିଲାମାନେ ଅଳିଆ ଆବର୍ଜନାକୁ ପକାଇବା ନାହିଁ। 2 ଲେଖିବ ଲୁଗା ବାସନ ଧୋଇବା ନାହିଁ। ପୂର୍ଣ୍ଣଚ୍ଛେଦ ଦେବ। ଆଉ ଗାଈ ଗୋରୁଙ୍କୁ ଗାଧୋଇବା ନାହିଁ। ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ। ନେକ୍ସଟ ପ୍ରଶ୍ନ କ'ଣ ଅଛି ଆମେ ଦେଖିବା। ଦେଖ ଏଇଠି ଅଛି ପ୍ରଶ୍ନ, ଟିକେ ପିଲାମାନେ ଅପେକ୍ଷା କର, ଟିକେ ଯିବା ପ୍ରଶ୍ନକୁ। ଏଇଟା ପାଠ ଗୋଟେ ତୁମେ ପଢ଼ିଦେବ। ଲେଖା ଅଛି କ'ଣ ଦେଇଛି ପ୍ରଶ୍ନ ପିଲାମାନେ। ଯଦି ତୁମ ଘରେ ଦିନ ସାରା ଜଳ ନଥାଏ ତେବେ ତୁମେ କ'ଣ କରିବ? ପ୍ରଶ୍ନ କ'ଣ ଦେଲା? ଯଦି ତୁମ ଘରେ ଜଳ ନଥାଏ ତେବେ ତୁମେ କ'ଣ କରିବ? ତ ପିଲାମାନେ ତାହାର ଆନ୍ସର ତୁମେ କ'ଣ ଲେଖିବ? ଯଦି ଆମ ଘରେ ଦିନ ସାରା ଜଳ ନଥାଏ ତେବେ ତୁମେ କ'ଣ କରିବ? ଆମେ ଲେଖିବ ଏଟା ଭଲସେ ଲେଖିଛୁ ପିଲାମାନେ। ଆମେ ବଜାର କିମ୍ବା ଦୋକାନରୁ ଜଳ ଆଣି ବ୍ୟବହାର କରିବା। ତ ଜଳ ତ ବ୍ୟବହାର କରି ପଡ଼ିବ, ପିଇବାକୁ ତ ପଡ଼ିବ। ଲେଖା ତୁମ ଘରେ ଦିନ ସାରା ଜଳ ନଥାଏ ତୁମେ କ'ଣ କରିବ? ଆମେ ବଜାର କିମ୍ବା ଦୋକାନରୁ ଜଳ ଆଣି ବ୍ୟବହାର କରିବା। ନେକ୍ସଟ ପ୍ରଶ୍ନ ଦେଇଛି, ଯଦି ଗୋଟିଏ ସପ୍ତାହ ଧରି, ପିଲାମାନେ କ'ଣ ଦେଇଛି? ଯଦି ଗୋଟିଏ ସପ୍ତାହ ଧରି ଜଳ ନଥାଏ ତେବେ ତୁମେ କ'ଣ ହବ? ତୁମେ କିପରି ଗାଧୋଇବ, ପିଇବ, ରୋଷେଇ କରିବ କିମ୍ବା ପରିଷ୍କାର ପରିଚ୍ଛନ୍ନ ରହିବ? ତୁମେ ଜଳ ଆଣିବା ପାଇଁ କେଉଁଠିକୁ ଯିବ? ତ ପିଲାମାନେ ଏହାର ଆନ୍ସର ପିଲାମାନେ କ'ଣ ଲେଖିବ ମୁଁ କହିଦେଉଛି, ଭଲ କରି ତୁମେ ଖାତା କାଢ଼ିକି ତୁମେ ଲେଖିନିଅ। ପ୍ରଶ୍ନ କ'ଣ ଦେଇଛି ପିଲାମାନେ? ଯିବା। ତ ତୁମେ ନଥାଏ ତେବେ କ'ଣ କରିବ? ଲେଖିବ ଆମେ ଆମ ଆଖ ପାଖରେ ଥିବା ନଦୀ, ପୋଖରୀ ବା କେନାଲରୁ ପାଣି ଆଣି ବ୍ୟବହାର କରିବା। ସଇଲା। ପ୍ରଶ୍ନ ଦେଇଥିଲା ତୁମେ କେଉଁଠି ଜଳ ଆଣିବ? ଲେଖିବ ଆମେ ଆଖପାଖରେ ଥିବା ନଦୀ, ପୋଖରୀ ବା କେନାଲରୁ ପାଣି ଆଣି ବ୍ୟବହାର କରିବା। ପିଲାମାନେ ଏତିକି ତୁମର ସଇଲା ପ୍ରଶ୍ନ ଉତ୍ତର। ନେକ୍ସଟ ଭିଡ଼ିଓରେ କ'ଣ କରିବି ପିଲାମାନେ? ଏଇଟା ଲେଖିବା ଆମର ପ୍ରଶ୍ନ ଉତ୍ତର ଗୁଡ଼ିକ। ଏଇ ଯେ ଆସୁଛି ଚିନ୍ତାକର ପ୍ରଶ୍ନରେ ନେକ୍ସଟ ପାର୍ଟ 2ରେ ଆଲୋଚନା କରିବି। ପିଲାମାନେ ଭିଡ଼ିଓଟି କେମିତି ଲାଗିଲା ଗୋଟେ କମେଣ୍ଟ କରି ଜଣାଇବ। ଯଦି ପସନ୍ଦ ସେ ଲଭ୍ ଚିହ୍ନ ଦେବ। ଆଉ ପିଲାମାନେ ହାଇପ୍ କରିଦେବ। କ'ଣ କରିବ ପିଲାମାନେ? ହାଇପ୍ ତୁମେ ନିହାତି କରିବ। ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ୍ କରିବ ଏବଂ କମେଣ୍ଟ କରି ଜଣାଇବ ତୁମର ଆଉ କେଉଁ ସବୁ ବିଷୟରେ ପ୍ରଶ୍ନ ଉତ୍ତର ନିହାତି ଦରକାର।